ନମସ୍କାର। ମୁଁ ଆଜି ଆପଣଙ୍କୁ ବହୁତ କିଛି କହିବାର ଅଛି, ତ ମୁଁ ଆଜି ସଂସ୍କାରୀ ଭଳିଆ ଲାଗୁଛି, ମୋତେ ଲାଗୁଛି ସଂସ୍କାରୀ ଭଳିଆ ଲାଗୁଛି ନା? ହଁ, ମୁଁ ଆଜି ସଂସ୍କାରୀ ଭଳିଆ ଲାଗୁଛି। ରହୁଛି ମାଳର ଏମିତି କ'ଣ ଲାଗୁଛି ଗୋଟେ ଝିଅଟା। ମୁଁ ଗୋଟେ କଥା ବୁଝିପାରୁନି, ଏଇ ଯୋଉ କାର୍ତ୍ତିକ ପୂର୍ଣ୍ଣିମା ପାଞ୍ଚ ଦିନ କିଏ ପାଳୁଛନ୍ତି, କିଏ ମାସେ ପାଳୁଛନ୍ତି। ଆଲୋ ଏଇ ଦିନ ଗୁଡାକର ଖାଲି ଧର୍ମ କରିବ ତମକୁ ଧର୍ମ ହବ? ଲଜ୍ଜା ନାହିଁ ନା? ଆଲୋ ଯଦି ଧର୍ମ କରିବ ମାନେ ପୁରା ବର୍ଷ ବର୍ଷ ଧର ତମ ଜୀବନ ଥିବା ଯାଏ ହଉଛି ଧର୍ମ କର ହେଲା। ଧର୍ମ 5 ଦିନ ପାଳେ, ତାପରେ କହେ ଆମର ଛାଡ ଖାଇ କୋଉଦିନ କହନି ଆମେ ଛାଡ ଖାଇ, ତ ତାପରେ ନିରୀହ କିଏ ଖାସି ଖୋଜିବ ତ କିଏ କୁକୁଡ଼ା ଖୋଜିବ। ମାନେ ମାସକର ଧର୍ମକୁ ବି ସେ ଶାନ୍ତିରେ ବଞ୍ଚିତ ଦେବେନି, ତାପରେ ଖାଲି ଖାଇ ଚାଲିବେ। ଏଇଟାର ଧର୍ମ। ଆଲୋ ଧର୍ମ ଯଦି କରିତେ ଇଚ୍ଛା ତାହେଲେ ତମେ ଏଇ କାମ କର ଯେ ତମ ଲାଇଫ ଟାଇମ ପାଇଁ ସେଇ ରକମ ପିଆଜ ରସୁଣ ଛାଡ, ଜୀବ ହତ୍ୟା ଛାଡ, ନିଜର ଅହଙ୍କାର ଭାବ ଛାଡ, ହିଂସା ଛାଡ, କପଟ ଛାଡ, ତାପରେ ଯାଇକି ତମେ ଧର୍ମ କରିବ। ଧର୍ମ କର୍ମ ବିଷୟରେ ତ ତମକୁ କିଛି ମାଲୁମ ନାହିଁ କିଛି। ଖାଲି ସକାଳୁ ଉଠିକି ଶାଢୀ ପିନ୍ଧିଦବ, ମୁରୁଜ ପକେଇଦବ, ମୁରୁଜ ପକେଇ ସାରିକି ଟିକେ ଲିପଷ୍ଟିକ ମାରିଦବ, ମେଚିଂ ର ସବୁ ପିନ୍ଧିବୁ। ଲଜ୍ଜା ଆଉ କିଛି ନୁହଁ। ତମ ମାନଙ୍କର ଧର୍ମ ହଉଛି କେବଳ ଦେଖେଇ ହବା। ଏଇ ହଉଛି ତମ ଧର୍ମ। ଧର୍ମ ଦେଖ କେମିତି ଧର୍ମ ହୁଏ। କୋଉ ସାଧୁ ସନ୍ଥକୁ ଯାଇକି ପରାମର୍ଶ କର ଧର୍ମ କଣ।